हाँ पिलामाने जेमिति तममान देखि पारुछ भिडियोर स्क्रीन रे मैट्रिक परीक्षार हब लाइव स्ट्रीमिंग जेमिति तमे लाइव क्लास करिथाओ यूट्यूब रे सेही भली हब तमरो लाइव स्ट्रीमिंग जेमिति तमे क्रिकेट देखुछ बा फुटबॉल देखुछ लाइव स्ट्रीमिंग सेमिति लाइव पूरा तमरो जो एग्जाम चलथिबो सेही समय रे लाइव ही सरकार बा हमरो जो शिक्षा विभाग देखिबो तमरो लाइव स्ट्रीमिंग एग्जाम रो तमरो क्वेश्चन ओपनिंग थारो आरंभ करी एग्जाम सरीबा पर्यंत ସମସ୍ତର ହେବ ଲାଇଭ୍ ଷ୍ଟ୍ରିମିଂ ଆଗରୁ କେବଳ ତମର ସିସିଟିଭି ରେକର୍ଡିଂ ହେଉଥିଲା କିନ୍ତୁ ଏଥର ଲାଇଭ୍ ଷ୍ଟ୍ରିମିଂ ହେବ ଏହାକୁ ନେଇ ତମମାନେ ଡରିବାର କିଛି ନାହିଁ ପାଠ ପଢ଼ାରେ ଫୋକସ୍ କରିପାରିବ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଚାଲନ୍ତୁ ଦେଖିବା ତା ପୂର୍ବରୁ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଆପଣମାନେ ରଖିପାରିବେ ଯାହାଫଳରେ ଯେକୌଣସି ମଧ୍ୟ ନୂଆ ଭିଡ଼ିଓ ଆମ ଚ୍ୟାନେଲରେ ଅପଲୋଡ଼ ହେବ ସର୍ବପ୍ରଥମେ ତମମାନେ ତାର ଭିଡ଼ିଓ ନୋଟିଫିକେସନଟି ପାଇପାରିବ ଦେଖ ପିଲାମାନେ ଚଳିତ ବର୍ଷ ଯେଉଁ ହାଇସ୍କୁଲରେ ତମର ପରୀକ୍ଷା ହାଇସ୍କୁଲ ସାର୍ଟିଫିକେଟ୍ ବା ମ୍ୟାଟ୍ରିକ୍ର ଯେଉଁ ପରୀକ୍ଷା ହେବ ତାହା ଲାଇଭ୍ ଷ୍ଟ୍ରିମିଂ ହେବ ଏବଂ ଏହାଦ୍ୱାରା କ'ଣ ହେବ ପରୀକ୍ଷା ବେଳେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ପରୀକ୍ଷା କେନ୍ଦ୍ର ବୁଝିହେଲା ତ କ'ଣ ହେବ ଏଠାରେ ଦେଖ ଆସନ୍ତା ଫେବୃଆରୀ 21 ତାରିଖରୁ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ ଏବଂ 6 ତାରିଖ ପର୍ଯ୍ୟନ୍ତ ଚାଲିବ ତ ରାଜ୍ୟରେ 5.5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାୟ 3000 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପିଲାମାନେ ଏବଂ ଏହି ପରୀକ୍ଷାରେ ସ୍ୱଚ୍ଛତା ଏବଂ ଶୃଙ୍ଖଳା ଆଣିବା ପାଇଁ ଏଥର କ'ଣ କରାଯାଇଛି ପ୍ରଥମ ସ୍ତର ପାଇଁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଦେଖ ଉଦ୍ୟମ ଆରମ୍ଭ କରିଛନ୍ତି ଏହା କେତେ ଦୂର ପର୍ଯ୍ୟନ୍ତ ସଫଳ ହେଉଛି ତାହା ତ ଆମେ ଏକ୍ଜାମ ସରିଲା ପରେ ବା ଏକ୍ଜାମ ଚାଲିବା ସମୟରେ ଆମେ ଜାଣିପାରିବା ତ ଏହାକୁ ନେଇକି ପିଲାମାନେ ରାଜ୍ୟ ତଥା ରାଜ୍ୟ ବାହାର ପ୍ରମୁଖ ଆଇଟି ଫାର୍ମ ଠାରୁ ଟେଣ୍ଡର ଆହ୍ୱାନ କରାଯିବା ସହିତ ଏହା କେତେ ଫଳପ୍ରଦ ହେବ ସେ ନେଇ ସମୀକ୍ଷା ଚାଲିଛି ଏବଂ ମ୍ୟାଟ୍ରିକ୍ ପରୀକ୍ଷାରେ ଲାଇଭ୍ ଷ୍ଟ୍ରିମିଂ ହେଲେ ଆମର ପରୀକ୍ଷା କେନ୍ଦ୍ରରେ କ'ଣ ଚାଲିଛି ତାହା ବୋର୍ଡ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟାଳୟରେ ଜାଣିପାରିବେ ଏବଂ ସେ ଅନୁସାରେ ଯେଉଁ ପରୀକ୍ଷା କେନ୍ଦ୍ରରେ ବି କିଛି ଅବ୍ୟବସ୍ଥା ବା ଅନିୟମିତତା ଘଟିଲା ବୋର୍ଡ କର୍ତ୍ତୃପକ୍ଷ ତୁରନ୍ତ ତାହାର ପ୍ରତିକାର ବ୍ୟବସ୍ଥା କରିବେ ଏହାଦ୍ୱାରା ପରୀକ୍ଷାରେ କପି ଅଥବା ପ୍ରଶ୍ନପତ୍ର ଭାଇରାଲ ରୋକିବା ସହଜ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ବୁଝିହେଲା ତ ପିଲାମାନେ ଦେଖ 2024 ରେ ଯେଉଁ ମ୍ୟାଟ୍ରିକ୍ ପରୀକ୍ଷା ହେଇଥିଲା ସେଥିରେ ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ କ୍ଷେତ୍ରରେ ଏହା କପି ରୋକିବାକୁ ସଫଳ ମଧ୍ୟ ହୋଇଥିଲା ତ ଚଳିତ ବର୍ଷ ନୂଆ କରି ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଉଛି ଦେଖାଯାଉ ସେଟା କେତେ ଫଳପ୍ରଦ ହେଉଛି ଏ ନେଇ ବୋର୍ଡ ପକ୍ଷରୁ ଆଲୋଚନା ଚାଲିଛି ଏବଂ ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ପୂର୍ବତନ ସଭାପତି ଡକ୍ଟର ସତ୍ୟକାନ୍ତ ମିଶ୍ର କ'ଣ କହିଛନ୍ତି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳରେ ମ୍ୟାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେଉଛି ଯେଉଁଠାରେ ପରୀକ୍ଷାରେ ଅନିୟମିତତା ରୋକିବାକୁ ଟେକ୍ନୋଲୋଜି ପ୍ରୟୋଗର ଆବଶ୍ୟକତା ରହିଛି କିନ୍ତୁ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦାୟିତ୍ୱବାନ ନ ହେଲେ ଟେକ୍ନୋଲୋଜି ସମ୍ପୂର୍ଣ୍ଣ ମାତ୍ରାରେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବାରେ ସହାୟକ ହେବ ନାହିଁ ବୋଲି ସେ କହିଛନ୍ତି ତ ପିଲାମାନେ ଲାଇଭ୍ ଷ୍ଟ୍ରିମିଂ ହେବ ତମ ଏକ୍ଜାମର ସେ ନେଇ ତମମାନେ କେତେ ତମମାନେ ଏହା ଫଳପ୍ରଦ ହେବ ବୋଲି ଭାବୁଛ ବା ଅଭିଭାବକ ମାନେ ଭାବୁଛନ୍ତି ସେଇଟା ଆମକୁ କମେଣ୍ଟ ସେକ୍ସନରେ ନିହାତି ଜଣାଇବେ ଏବଂ ପଢ଼ାପଢ଼ି ଜୋରଦାର କର ତମେ ଡରିବାର କିଛି ନାହିଁ ଲାଇଭ୍ ଷ୍ଟ୍ରିମିଂ ହଉ ବା ଯାହା ହଉ ସେମିତି ସିସିଟିଭି ଲାଗିଲେ ଯାହା ଲାଇଭ୍ ଷ୍ଟ୍ରିମିଂ ହେଲେ ତାହା ତମର ପଢ଼ାରେ କୌଣସି ଏଫେକ୍ଟ ପଡ଼ିବା କଥା ନୁହେଁ ତମେ ପଢ଼ାରେ ଫୋକସ୍ କର ଏସବୁ ଉପରେ ଫୋକସ୍ କଲେ ହୁଏତ ତମକୁ ଆହୁରି ଚାପ ବଢ଼ିପାରେ କିନ୍ତୁ ତମେ ଯଦି ଭଲ ଭାବରେ ପଢ଼ିଛ ଭଲ ଭାବରେ ଜାଣିଛ ତାହେଲେ ଲାଇଭ୍ ଷ୍ଟ୍ରିମିଂ ଛାଡ଼ିକି ତମେ ସମସ୍ତଙ୍କ ସାମ୍ନାରେ ଏକ୍ଜାମ ଦେଲେ ବି କିଛି ଅସୁବିଧା ନାହିଁ ଥ୍ୟାଙ୍କ ୟୁ ଫର ୱାଚିଂ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଏପର୍ଯ୍ୟନ୍ତ ଯଦି ଆପଣ ଆମକୁ ଟେଲିଗ୍ରାମରେ ଜଏନ୍ କରିନାହାନ୍ତି ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି ଜଏନ୍ କରିନେବେ ଦେଖା ହେବ ଯଥା ଶୀଘ୍ର ଏକ ନୂଆ ଭିଡ଼ିଓରେ ସେବେଲେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଥ୍ୟାଙ୍କ ୟୁ ଫର ୱାଚିଂ